ଥରେ ଗୋଟିଏ ପର୍ବତରେ ରହୁଥିଲେ ପଲେ ମାଙ୍କଡ଼। ସେଠି ସେମାନେ ଫଳ ଆଉ ଚେରମୂଳି ଖାଇ ଚଳୁଥିଲେ। ଶୀତଦିନ ଆସିଲାରୁ ସେମାନେ ତଳେ ଥିବା ଉପତ୍ୟକାକୁ ଚାଲି ଆସିଲେ। ସେମାନେ ଏଣେତେଣେ ବୁଲି ଆହାର ଆଉ ବାସସ୍ଥାନ ଖୋଜିଲା ବେଳେ ଗୋଟିଏ ମାଙ୍କଡ଼ ବୁଦରେ ଜୁଳୁଜୁଳିଆ ପୋକଟିଏ ଦେଖିଲା। ଜଲ୍ଦି ଆସ, ଜଲ୍ଦି ଆସ, ସେ ତାର ମାଙ୍କଡ଼ ଭାଇମାନଙ୍କୁ ଡାକ ପକାଇଲା। ବଡ଼ ଗୋଛାଏ ଶୁଖିଲା କାଠ ଆଣ, ମୁଁ ଝଲକାଏ ନିଆଁ ପାଇଛି, ଆମେ ସହସା ବସି ଉଷୁମ ଟାଣିବା। ଭୂଇଁରେ ଦୌଡ଼ି ହାମୁଡ଼େଇ ମାଙ୍କଡ଼ମାନେ ଚାରିଆଡ଼ୁ କାଠ ନେଇ ଆସିଲେ। ଘଡ଼ିଏ ପରେ ଜୁଳୁଜୁଳିଆ ପୋକ ଉପରେ ବଡ଼ କାଠ ଗଦାଟିଏ କାଣ୍ଡି ହୋଇଗଲା। ମାଙ୍କଡ଼ମାନେ ତାକୁ ବେଢ଼ି ବସି କାଠ ନିଆଁ ଧରିବାକୁ ଅନିଶା କଲେ। ସେମାନେ ଅନିଶା କଲାବେଳେ ଗୋଟିଏ ଚଢ଼େଇଟିଏ କହିଲା, ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବୁଦୁ ମାଙ୍କଡ଼ମାନେ ଏଠି ଦାନ୍ତ ବାଡ଼େଇ ସକାଳେ ଯାଏଁ ବସିଲେ ବି କାଠ ଗଦାରେ ନିଆଁ ଧରିବ ନାହିଁ। ତୁମେ ପାଇଥିବା ଜିନିଷଟି ନିଆଁ ଝୁଲ ନୁହେଁ, ପଛରେ ଉଜ୍ଜ୍ୱଳ ଆଲୋକିତ ଥିବା ପୋକଟିଏ ଛାର। ମାଙ୍କଡ଼ଗଣ ପ୍ରତିବାଦ କଲେ, ନିର୍ବୋଧ ପକ୍ଷୀ, ତୁ ଭାବୁଛୁ ଆମେ ଝୁଲ କିଏ ପୋକ କିଏ ଜାଣୁନା? ଚଢ଼େଇ ପୁଣି କହିଲା, ଇଏ ଝୁଲ ନୁହେଁ, ଇଏ ହେଉଛି ଗୋଟିଏ ପୋକ। ଏମିତି ପାଟି କରି ମାଙ୍କଡ଼ମାନଙ୍କ ଗହଣକୁ ଉଡ଼ିଗଲା। ମାଙ୍କଡ଼ମାନେ ରାଗରେ ତା ଉପରକୁ କୁଦି ପଡ଼ି ଗୋଟି ଗୋଟି କରି ତାର ପର ଆଉ ହାଡ଼ ଗୋଡ଼ ଛିଣ୍ଡାଇ ଟୁକୁରା ଟୁକୁରା କରି ପକାଇଲେ। ବିଚରା ଚଢ଼େଇ, ମୂର୍ଖମାନଙ୍କୁ ଉପଦେଶ ଦେଇ କିଛି ଲାଭ ହେଲା ନାହିଁ। ଶେଷରେ ନିଜର ଜୀବନ ହରାଇ ବସିଲା।